ମୋ ନାଁ ଅମିତା ଦାସ। ମୋ ଝିଅ ତୃତୀୟ ଶ୍ରେଣୀ ଛାତ୍ରୀ ତ ତାଙ୍କ ବିଦ୍ୟାଳୟ ତରଫରୁ ଆମକୁ ନିମନ୍ତ୍ରଣ କରାଯାଇଥିଲା। ନିଶ୍ଚିତ ଭାବେ ଫେବୃଆରୀ 14 ସବୁ ଜାଗାରେ ପ୍ରେମ ଦିବସ ବୋଲି ଗୋଟେ ପାଳନ କରାଯାଉଛି, କିନ୍ତୁ ଏଠି ଗୋଟେ ଆଧ୍ୟାତ୍ମିକ ପରିବେଶ ନିଶ୍ଚିତ ଭାବେ ବାପା ମାଙ୍କୁ ପୂଜା କରାଯାଉଛି। ଗୋଟେ ଅନୁରୂପ ଉଦାହରଣ ସମାଜ ପାଇଁ ଆପଣ ନିଜେ ଆସିଥିଲେ, ଝିଅକୁ ସାଙ୍ଗରେ ଆଣିଛନ୍ତି, କେମିତି ଦେଖୁଛନ୍ତି, କଣ ବାପା ରଖିବେ? ନିଶ୍ଚିନ୍ତ ଏଇଟା ଗୋଟେ ପଜିଟିଭ ଥିଙ୍କିଂ ରଖୁଛି। ସବୁ ଯୁବପିଢିଙ୍କୁ ବି ଗୋଟେ ନୂଆ ଦିଗରେ ଯିବା ପାଇଁ କି ଆମ ଭାରତୀୟ ସଂସ୍କୃତି ଆଉ ସନାତନ ଧର୍ମ ଉପରେ ପିଲାମାନେ ଯେମିତି ଆଗକୁ ବଢନ୍ତୁ, ୱେଷ୍ଟର୍ଣ୍ଣ କଲଚରକୁ ଫଲୋ ନ କରନ୍ତୁ। ଅବଶ୍ୟ ଗୋଟେ ଠିକ କଥା ଯେ ପ୍ରେମ ଦିବସର ଅର୍ଥ ନୁହେଁ ଯେ କେବଳ କପଲ ମାନେ ପ୍ରେମ କରିବେ କିମ୍ବା ବ୍ୟାଚଲର ପୁଅ ଝିଅ ମାନଙ୍କ ଭିତରେ ପ୍ରେମ ହଉ। ପ୍ରେମଟା ସମସ୍ତଙ୍କ ଭିତରେ ରହୁ ଆଉ ସେଟା ଶାଶ୍ୱତ ଚିରନ୍ତନ ହେଇକି ରହୁ। ପ୍ରେମ ପବିତ୍ର ଆଉ ସେଟା ଥିଲା, ଅଛି ଆଉ ରହିବ। ପ୍ରେମ ଦିବସ ବୋଲି ଯୋଉଟା ହଉଛି ସେଟା ତ ଆମ ଇଣ୍ଡିଆନ କଲଚର ନୁହେଁ ବା ଆମ ସନାତନ ଧର୍ମର ନୁହେଁ, ସେଟା ଯୋଉ ୱେଷ୍ଟର୍ଣ୍ଣ କଲଚର ଅଛି ସେ ସବୁକୁ ବାଦ ଦିଆ ନ ଯାଉ, ସେ ସବୁ ମାନେ ଆଡ ରହୁ। କିନ୍ତୁ ତା ଅର୍ଥ ନୁହେଁ ଯେ ଯୋଉ ବ୍ୟଭିଚାର ହଉଛି ବା ପିଲାମାନେ ଯୋଉ ଭୁଲ ପଥ ଆଡକୁ ଯାଉଛନ୍ତି ସେ ସବୁ ଆଡକୁ ନ ଯାଉ। ପ୍ରେମଟା ପ୍ରେମ ହେଇକି ରହୁ, ସମସ୍ତଙ୍କ ଭିତରେ ଭଲ ପାଇବା ରହୁ। ସେଇଟା ବାପା ମା ପରିବାର ବନ୍ଧୁ ବର୍ଗ ଭଗବାନ ସମସ୍ତଙ୍କ ପ୍ରତି ସମର୍ପିତ ରହୁ। ଏଇ ଯୋଉ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଆୟୋଜକ ଯୋଉମାନେ କରିଛନ୍ତି ଭଲ ଲାଗିଲା କାର୍ଯ୍ୟକ୍ରମ। ନିଜେ ଆପଣ ଆସିଥିଲେ, ହଜବେଣ୍ଡ ବି ସାଙ୍ଗରେ ଅଛନ୍ତି, ପିଲା ବି ଅଛି ସାଙ୍ଗରେ, କଣ କହିବେ? ହଁ ବହୁତ ଭଲ ଲାଗିଲା। ଆଉ ବେଶୀ ଭଲ ଲାଗିଲା ଯେ ବାପା ମାଙ୍କୁ ମୁଁ ଯେତେବେଳେ ମୋ କଥା କହିବି ପର୍ସନାଲି, ମୁଁ ବି ମୋ ବାପା ବୋଉଙ୍କୁ ବୋଧ ହୁଏ ଏଇ ନୀତିରେ ଆଖିରେ ଦେଖିନଥିଲି, କାରଣ ମୁଁ ସେତେବେଳେ ବୁଝିନଥିଲି। ଆଉ ଯେତେବେଳେ ମୁଁ ବୁଝିଲି ସେତେବେଳେ ମୁଁ ବି କାନ୍ଦି ପକେଇଥିଲି। ମୋ ନାଁ ପ୍ରତାପ ସାହୁ। ପରିଚୟ ତମକୁ ଏଇ ଚାଉଳ ମନ୍ଦିର ବାସିନ୍ଦା, କିନ୍ତୁ ମୋର ପ୍ରକୃତ ପରିଚୟ ହେଲା ମୁଁ ପରମ ପୂଜ୍ୟ ସଂଶ୍ରୀ ଆଶାରାମଜୀ ବାପୁଙ୍କ ଶିଷ୍ୟ। 14 ତାରିଖ ନିଶ୍ଚିତ ଭାବେ ପ୍ରେମ ଦିବସ, ଏଭଳି ଏକ ଦିବସରେ ବାପା ମାଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଆଜ୍ଞା ଦେଖନ୍ତୁ, ମାତା ପିତା ତ ଭଗବାନ, ଆଉ ମାତା ପିତାଙ୍କର ପୂଜା ଏବେ ନୁହେଁ, ଯୁଗ ଯୁଗ ଧରି ହେଇ ଆସୁଅଛି। କିନ୍ତୁ ବର୍ତ୍ତମାନର ସମାଜରେ କଣ ହେଇଛି ନା, ଯୋଉ ପାଶ୍ଚାତ୍ୟ ଅପସଂସ୍କୃତି ଦ୍ଵାରା ଆମ ଯୁବବର୍ଗ, ସମାଜ ଯୁବବର୍ଗ ପ୍ରେରିତ ହଉଛନ୍ତି। ଯୁବବର୍ଗ ସ୍ପେଶାଲି ଯୋଉଟା କି ଆମର 14 ରୁ 25 ବର୍ଷ ଯୁବବର୍ଗ ଅଛନ୍ତି, ଭାଲେଣ୍ଟାଇନ ଡେ ନାଁରେ ଯୋଉ ଗୋଲାପ ଫୁଲ ଦିଆ ନିଆ ହେବା, ତା ଦ୍ଵାରା ତାଙ୍କର ବାସନା ପ୍ରେରିତ ହଉଛି। ସେମାନେ ପଥଭ୍ରଷ୍ଟ ହେଇ ସେମାନେ କେତେ କେତେ ଯୁବକ ଯୁବତୀ ସୁଇସାଇଡ ମଧ୍ୟ କରିଦଉଛନ୍ତି, ଘରୁ ଲୁଚିକି ମଧ୍ୟ ପଳାଉଛନ୍ତି। ବାପା ମା ମାନେ ବେଘର ବି ହେଇଯାଉଛନ୍ତି। ତା ଦ୍ଵାରା ପରମ ବାପୁଜୀଙ୍କର ହୃଦୟ ଦ୍ରବୀଭୂତ ହେଲା। ସେମିତି ପିଲାମାନେ ଆଜି ରାସ୍ତାକୁ ଆସିବେ। ତେଣୁକରି କାର୍ଯ୍ୟକ୍ରମ ତ ଅପସଂସ୍କୃତି ଆମେ ବନ୍ଦ କରିପାରିବାନି, କିନ୍ତୁ ତା ସାମ୍ନାରେ ଯଦି ଗୋଟେ ସକାରାତ୍ମକ ବିଚାର, ସକାରାତ୍ମକ ଚିନ୍ତାଧାରା ଯାହାକୁ ସମାଜ ଗ୍ରହଣ କରିବ, ତାକୁ ଯଦି ରଖି ଦିଆଯାଏ ତ ସମାଜ ତାକୁ ସହଜରେ ଗ୍ରହଣ କରିନେବ। ଏବଂ ବାପୁଜୀ ଏଇ ଯୋଉ ଭାଲେଣ୍ଟାଇନ ଡେ ବଦଳରେ ମାତୃ ପିତୃ ପୂଜନର ଗଙ୍ଗା ଯୋଉ ସମାଜରେ ପ୍ରବାହିତ କଲେ, ଏଇ ଗଙ୍ଗାରେ କଣ ହେଇଛି ନା, ଗଙ୍ଗାରେ ଗନ୍ଧେଇକି ଯୋଉ ଭାଲେଣ୍ଟାଇନ ରୂପେ ଗନ୍ଧେଇକି ସହଜରେ ଭାସିକି ଚାଲିଗଲା। ଆ ଦ୍ୱାରା କଣ ହେଲା, ସମାଜରେ ସମସ୍ତେ ଉପକୃତ ହେଲେ, ବାପା ମା ଉପକୃତ ହେଲେ, ପିଲାମାନେ ଉପକୃତ, ସମସ୍ତେ ଉପକୃତ। ତେଣୁକରି ବାପୁଜୀ ସମାଜକୁ ମାତୃ ପିତୃ ପୂଜନ ଆଣିଲେ। ଇଏ ଖାଲି ଆମର ଓଡିଶା କଟକ ନୁହେଁ କି ଭାରତ ନୁହେଁ, ସାରା ବିଶ୍ୱରେ ଆପଣ ଧୁମଧାମ ପାଳନ ହେଉଛି। ଆପଣ ଟ୍ରେଣ୍ଡ ବି ଦେଖିବେ, ବର୍ତ୍ତମାନ ଫେବୃଆରୀ 14 ମାତୃ ପିତୃ ପୂଜନ ନମ୍ବର 1 ଚାଲିଛି। କାଲି ମଧ୍ୟ ଆମେ ପୁରୀରେ ମାର୍କେଟ ଛକ ପୁରା ପୁରୀ ବଡଦାଣ୍ଡରେ କରିକି ଆସୁଛୁ। ଆଜି ମଧ୍ୟ ଏଇ ଚାଉଳ ମନ୍ଦିର ପାଖାପାଖି 1500 ରୁ 2000 ମାତା ପିତା ଉପସ୍ଥିତ ଥିଲେ ଏବଂ 22ଟି ସ୍କୁଲକୁ ଆମେ ନିମନ୍ତ୍ରିତ କରିଥିଲୁ। ସମସ୍ତେ ଆଜି ହସ ଖୁସିରେ ପ୍ରୋଗ୍ରାମକୁ ପାଳନ କରୁଛନ୍ତି। ଆଗାମୀ ଦିନରେ ଘରେ ଘରେ ମା ବାପା ପୂଜା ପାଇବେ। ଯେମିତି ସାବିତ୍ରୀ ବ୍ରତ ହଉଛି, ଗଣେଶ ପୂଜା ହଉଛି, ସରସ୍ୱତୀ ପୂଜା ହଉଛି, ସେମିତି ସମସ୍ତଙ୍କ ଘରେ ଫେବୃଆରୀ 14ରେ ମା ବାପା ବି ପୂଜା ପାଇବେ। ଆଉ ଯାହାର ଶ୍ରେୟ ଆଉ ଯାଉଛି ପରମ ପୂଜ୍ୟ ସନ୍ତ ଶ୍ରୀ ଆଶାରାମଜୀ ବାପୁ।